परम पूज्यपाद प्रधान आचार्य देव श्री श्री दादांकर श्रीपाद पंकजर मोर अनंत कोटि प्रणाम। आज 174तम इ सत्संग अनुष्ठित होउची बीबीएनटीसी के बाणपुर, बालुगां, टांगी, नाचुणी, चांदपुर, कणिया, कणास। এই সৎসঙ্গ উপলক্ষে যোগ দেইଥିବା বরেণ্য ঋত্বিক দেবতা বৃন্দ, বরেণ্য অধৈর্য বৃন্দ, বরেণ্য যাজক বৃন্দ, ইষ্টপ্রাণ গুরুভ্রাতা, ভক্তিমতী মাতৃমণ্ডলী, সাধু সজ্জন মণ্ডলী, স্নেহর ছোট ছোট পিলামানে ସମସ୍ତଙ୍କୁ ମୋର ହାର୍ଦ୍ଦିକ ସ୍ନେହ, ଶ୍ରଦ୍ଧା, ଜୟଗୁରୁ ଏବଂ ଯଥାସ୍ଥାନରେ ପ୍ରଣାମ ନିବେଦନ କରୁଛି। ପ୍ରଥମେ ଯେଉଁ ଭଜନଟା ଗାଇଥିଲେ, ନଶ୍ୱର ଦେହେ ଭାସ୍ୱର ସ୍ପର୍ଶ ଅନୁଭବେ ଅନୁକ୍ଷଣ, ବସନ୍ତ ଭାଇଙ୍କର ମର୍ମସ୍ପର୍ଶୀ ଯାଜନ ମୋ ପୂର୍ବରୁ ଯେଉଁ କହିଲେ, ସେଇଟା ହିଁ ମୋର ମନେ ହଉଥିଲା। ଏ ନଶ୍ୱର ଦେହେ ଭାସ୍ୱର ସ୍ପର୍ଶ ଅନୁକ୍ଷଣ ମଣିଷ ଅନୁଭବ କରେ ଜୀବନର এই ঘটনাবহুଳ ଜୀବନର ଘଟଣା ମାଧ୍ୟମରେ। ପ୍ରତ୍ୟେକ ଜୀବନରେ এইଭଳି କିଛି ସ୍ପର୍ଶ ପାଇଥାନ୍ତି। ଠାକୁର କହୁଛନ୍ତି ଯେ ଉଦୟନ ବୁଦ୍ଧି ଆଣେ, ବୃଦ୍ଧି ଆଣେ ଯେଉଁ ଗତି ବା ଚଳନ, ସେଇଟା ହଉଛି ଉଦୟନ। ତୁମର ଉଦୟନ ହଉ, ଠାକୁର କହୁଛନ୍ତି, ଉନ୍ନତି ଅଭିମୁଖୀ ଚଳନ ହଉ। ସେଇ ପୁଅ ଯେଉଁ ଝାଞ୍ଜ ବଜାଉଛି, ଗିନି ବଜାଉଛନ୍ତି, କୀର୍ତ୍ତନ କରୁଛନ୍ତି, ପ୍ରଭୁଙ୍କର କାମରେ ପ୍ରଭୁଙ୍କର ଗୁଣଗାନ କରି ତାଙ୍କର ଜୀବନ ଇଏ କରିଛନ୍ତି। ଇଷ୍ଟାର୍ଥେ ତାଙ୍କର ଯେଉଁ ଉତ୍ସର୍ଗୀକୃତ ଜୀବନ ସତ୍ସଙ୍ଗ ମାଧ୍ୟମରେ ସଭାପତି ମଧ୍ୟ କହୁଥିଲେ, ବହୁତ ଭଲ ଲାଗୁଥିଲା। ମୁଁ ଡାଏରୀ ଦେଖୁଥିଲି, ଡିସେମ୍ବର 3 ତାରିଖରେ 101ତମ এই ସତ୍ସଙ୍ଗ ଇ ସତ୍ସଙ୍ଗରେ ଜଏନ୍ ହେଇଥିଲି बीबीएनटीसी के ସତ୍ସଙ୍ଗରେ। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଯେ এই ଯେଉଁ ଉନ୍ନତିର କଥା, ଆଜି ପୂଜ୍ୟପାଦ ଆଚାର୍ଯ୍ୟ ଦେବ କହୁଛନ୍ତି 3.5 କୋଟି ଦୀକ୍ଷାର କଥା। এই 3.5 କୋଟି ଦୀକ୍ଷା କେବଳ ସଂଖ୍ୟା ବଢିବା ପାଇଁ ନୁହେଁ, ସମଗ୍ର ପୃଥିବୀକୁ ଏକ ସଦାଚାର, ଗୋଟେ ଆଚାର, ଇଷ୍ଟମୁଖୀ କରିବା ପାଇଁ, ସମସ୍ତ ପୃଥିବୀକୁ ଦେଖେଇବା ପାଇଁ, ବୈଠକ ସ୍ୱାମୀ ଅଦ୍ଭୁତି ରାଧା ନିରଖ ନିହାର, और ना कोई लाग सके शोभा अगम अपार। ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦା କହୁଛନ୍ତି, ଗୁରୁ ପ୍ରସନ୍ନଦା ଗୋଟେ ଜାଗାରେ ଲେଖିଥିଲେ, ଗୁରୁ ପ୍ରସନ୍ନଦାଙ୍କର 2 ଝିଅର ବାହାଘର ସୁନ୍ଦର ଭାବରେ ସମାପନ କରିଥିଲେ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦା। ବିବାହଘରର ଯାବତୀୟ ସମସ୍ତ ଖର୍ଚ୍ଚ, ଭୋଜିଭାତ ଠାରୁ ଆରମ୍ଭ କରି, ଯୌତୁକ ଠାରୁ ଆରମ୍ଭ କରି ଯାବତୀୟ ସମସ୍ତ ଖର୍ଚ୍ଚ ବହନ କରିଥିଲେ। ଏବଂ এই ଗୋଟେ ଜାଗାରେ ଲେଖିଥିଲେ, ବିରହେর স্বর্গ বাল্মীকির হৃদয়। বাল্মীকি ଯେଉଁ ରାମାୟଣ ରଚନା କରିଥିଲେ, ମୋର এই ଯାଜନ ଶୁଣି ମନେ ହଉଥିଲା ଯେ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦା ମଣିଷର ଶୂନ୍ୟତା, ଦୁଃଖ ପରିପୂରଣରେ ବ୍ରତୀ ଥିଲେ। বিরহের স্বর্গ বাল্মীকির হৃদয়, সেথায় প্রভু সীতারাম নিত্য করে বাস। ବାଲ୍ମୀକି କାହିଁକି ପ୍ରତ୍ୟେକ ମଣିଷର ଅନ୍ତରଟା ହଉଛି ବିରହର ସ୍ୱର୍ଗ। ଜୀବନର ଯେଉଁ ଘଟଣା ଅଛି, ପ୍ରଭୁଙ୍କୁ ଗ୍ରହଣ କରି ତାଙ୍କର ଯଜନ ଯାଜନ ଇଷ୍ଟବୃତ୍ତି ସସ୍ତନୀ ସଦାଚାର ପାଳନ କରି ଯେତେବେଳେ ଜୀବନଟାକୁ ମଣିଷ ପର୍ଯ୍ୟାଲୋଚନା କରେ, ଜୀବନଟାକୁ ଯେତେବେଳେ ପର୍ଯ୍ୟାଲୋଚନା କରେ, ଜୀବନଟାକୁ ଯେତେବେଳେ ଦେଖେ, ସମୀକ୍ଷା କରେ, ଗୋଟେ ଆତ୍ମସମୀକ୍ଷାର ଭାବ ଯେଉଁ, ସେଇ କଥା କହିବାକୁ ଯାଇ বরদাঙ্কর সেই কথা, বিরহের স্বর্গ বাল্মীকির হৃদয়, সেথা প্রভু রাম সীতা নিত্য করে বাস। দুজনের মাঝে বহে নদী গোদাবরী,
দুই তীরে দুইজন ঢালে অশ্রু জল শাশ্বত কালের তরে। ପ୍ରତ୍ୟେକ ହୃଦୟରେ ରାମ ସୀତା ବାସ କରୁଛନ୍ତି, ବିବେକ ଆଉ ମନ। ଠାକୁର କହୁଛନ୍ତି ଶରୀରରେ ସୁଖ କାମ ପ୍ରେମ ଚିଦାନନ୍ଦ ଗିଲଟି সোনার হেম কিবা চিনে ଅନ୍ଧ। ଯାହା ଶରୀରକୁ ସୁଖ ଦିଏ ସେଟା ହଉଛି କାମ, ଯାହା ଚିତ୍ତକୁ ଆନନ୍ଦ ଦିଏ ତାହା ହଉଛି ପ୍ରେମ। ଆମେ ସାଧାରଣ ମଣିଷ, ଆମକୁ କାମଟା ପ୍ରେମ ରୂପରେ ଦେଖାଯାଏ, ପ୍ରେମଟା କାମ ରୂପରେ ଦେଖାଯାଏ। বিষয় ইন্দ্রিয় যোগে জগতের সুখ ভোগে আগে লাগে সুধা সম পরে লাগে বিষ। ଆମେ ବିଷୟ ଇନ୍ଦ୍ରିୟ ନେଇ ଜଗତର ସୁଖଟା ଭୋଗ କରିବାକୁ ଆମେ ଭଲ ପାଉ। ଏଇଥିପାଇଁ ସାଧନା କରୁ ଅହର୍ନିଶ। ଠାକୁରଙ୍କର କଥା। ବିଷୟ ଇନ୍ଦ୍ରିୟ ନେଇ, ବିଷୟ ଇନ୍ଦ୍ରିୟକୁ ନେଇ ଜଗତର ଲାଳସା ସୁଖ ସବୁ ସୁଖ ଭୋଗ କରିବାକୁ ଆମେ ଚାହୁଁ ଏବଂ ଦିନ ରାତି ସେଇ ବିଷୟ ଇନ୍ଦ୍ରିୟ ଜନିତ ସୁଖ ଭୋଗ କରିବା ପାଇଁ ଲାଳାୟିତ ହେଇ ଆମେ ଥାଉ। ଜୀବନ ବ୍ୟାପୀ ଆମେ ସାଧନା କରୁ। ଏଇଠି ପୂଜ୍ୟପାଦ ଆଚାର୍ଯ୍ୟ ଦେବ ଶ୍ରୀ ଶ୍ରୀ କହୁଛନ୍ତି 3.5 କୋଟି ଦୀକ୍ଷାର କଥା, ସମୀକ୍ଷା କରିବାର କଥା, ଜୀବନ ଦେଖିବାର କଥା, এই ଯୋଉ କଥା। ତେଣୁ ବିରହେର ସ୍ୱର୍ଗ ବାଲ୍ମୀକି ହୃଦୟ ସେଥା ପ୍ରଭୁ ସୀତାରାମ ନିତ୍ୟ କରେ ବାସ। ମଝିରେ ଗୋଦାବରୀ ନଦୀ, ମନ ଆଉ ବିବେକ ଭିତରେ ଗୋଟେ ବ୍ୟବଧାନ। ବିବେକ ଗୋଟେ ପଟରେ ଅଶ୍ରୁ ବିସର୍ଜନ କରୁଛନ୍ତି, ମନ ଗୋଟେ ପଟରେ ଅଶ୍ରୁ ବିସର୍ଜନ କରୁଛନ୍ତି। ମନ ଚାହୁଁଛି ବିବେକର ଅଧୀନ ହେବା ପାଇଁ। ବୈଠକ ସ୍ୱାମୀ ଅଦ୍ଭୁତି ରାଧା ନିରଖ ନିହାର। ରାଧା ସ୍ୱାମୀଙ୍କୁ ନିରୀକ୍ଷଣ କରୁଛନ୍ତି, କେହି ଆଉ ନିରୀକ୍ଷଣ କରିପାରୁନାହାନ୍ତି ସ୍ୱାମୀଙ୍କର ସେଇ ରୂପ। ଆମେ ଯୋଉ ପ୍ରାର୍ଥନାରେ କହୁ ଗୋଦାବରୀ ବହୁଛି, ସୀତା ଚାହୁଁଛନ୍ତି ରାମଙ୍କର ଅଧୀନ ହେବା ପାଇଁ, ମନ ଚାହୁଁଛି ବିବେକର ଅଧୀନ ହେବା ପାଇଁ। କିନ୍ତୁ ଦୁଇ ଜଣ ଅଶ୍ରୁ ଜଳ ବିସର୍ଜନ କରୁଛନ୍ତି ଯେ ମନ ବିବେକର ଅଧୀନ ହେଇପାରୁନାହାନ୍ତି। এই অশ্রু জল বিসর্জন করছেন শাশ্বত কালের তরে। কেবে সেই দিন আসিব, কবে আমি এমন হব, আমায় দেখে বুঝবে লোকে তুমি আমার প্রাণ বল্লভ। তুমি মোর হে প্রভু, কেবে মু এমিতি হেবি, মতে দেখি বুঝবে লোকে তুমে হি মোর প্রাণ বল্লভ। ତୁମକୁ ଧରି ମୋର এই ପରିବର୍ତ୍ତନ ଆସିଛି। ମୁଁ କାଳର ଗ୍ରାସରୁ ଉର୍ଦ୍ଧ୍ୱରେ ଉଠିବାର ପ୍ରୟାସ ମୁଁ କରିପାରୁଛି, କାଳକୁ ମୁଁ ଚିହ୍ନି ପାରୁଛି, ଏଇଟା ମୋ ପାଇଁ କାଳ। ପୁନରାୟ ପୂଜ୍ୟପାଦ ବରଦା କହୁଛନ୍ତି ଶ୍ରୀରାମ ପ୍ରବେଶିଲ ମାତଙ୍ଗ ଆଶ୍ରମେ ତଥାଏ ସବରୀ ଦେଖିଲ ଶ୍ରୀରାମେ। ମାତଙ୍ଗ ଆଶ୍ରମରେ ଶ୍ରୀରାମ ପଶିଲେ ଏବଂ ସବରୀ ସେଠି ରାମଙ୍କୁ ଦେଖିଲେ। ସବରୀ ଆନନ୍ଦ ବାରି ଧରିତେ ନା ପାରେ। ସବରୀର ଆନନ୍ଦ ଅଶ୍ରୁ ଆଉ ଧରୁନି, ଧାର ଧାର ହେଇ ଅଶ୍ରୁ ବହି ଯାଉଛି। ଯେମିତି ଭାଇ କହୁଥିଲେ ରାମ ରାମ ଶ୍ରୀରାମ ରାମ ରଘୁ ରାଘବ ରଘୁପତି ପ୍ରସନ୍ନ ହୋଇଆ ଏ ଦାସୀରେ ଦେହ ଗତି। ହେ ପ୍ରଭୁ, ମୋ ଉପରେ ପ୍ରସନ୍ନ ହେଇ ମୋତେ ମୁକ୍ତ କରନ୍ତୁ। ଗୁରୁ ପ୍ରସନ୍ନତା କହୁଛନ୍ତି। ତାପରେ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦା ଲେଖିଥିଲେ তোমার রঙে হৃদয় আমার রাঙা, তোমায় বিদায় দেব কেমন করে, বিশ্বভুবন তোমার সুরে গাথা। এই যে তোমার রঙে হৃদয় আমার রাঙা, এই যে কথা ମଣିଷର ହୃଦୟର এই ଶୂନ୍ୟତାକୁ ପୂର୍ଣ୍ଣ କରିବା ପାଇଁ তোমার রঙে হৃদয় আমার রাঙা। ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦାଙ୍କର ସେଇ ଯୋଉ କଥା ମୋର ମନେ ପଡିଯାଏ। ଯାତ୍ରା ଦେଖିବାକୁ ଯାଇଛନ୍ତି ଏବଂ ଯାତ୍ରା ଚାଲିଛି, ହଠାତ୍ ତାଙ୍କୁ ନିଦ ଆସିଲା। ପାଖରେ ଗୋଟେ ସୁଦର୍ଶନ ଗୌରକାନ୍ତି ଯୁବକ ବସିଥିଲେ, ତା କୋଳରେ ମୁଣ୍ଡ ରଖି ଶୋଇପଡ଼ିଲେ। ଚିହ୍ନା ନାହିଁ, ପରିଚୟ ନାହିଁ, ମୁଣ୍ଡରେ କୋଳରେ ମୁଣ୍ଡ ରଖି ଶୋଇପଡ଼ିଲେ। ଯାତ୍ରା ଚାଲିଛି, ଯୁବକଟି ଶୀତ ଦିନ, ଶୀତ ରାତି ଥିଲା, ଯୁବକଟି ତାର ଗୋଟେ ନାଲି ଶାଲ ବରଦାଙ୍କ ଉପରେ ଘୋଡେଇ ଦେଲେ ଏବଂ କୋଳରେ ତାଙ୍କୁ ଶୋଇବା ପାଇଁ ତାଙ୍କ ସାହାଯ୍ୟ କଲେ। ବରଦା ଘୁମନ୍ତ ନିଗୋଡ଼ ନିଦ୍ରାରେ ଶୋଇଯାଇଛନ୍ତି ଏବଂ ଯାତ୍ରା ସରିଲା। ପୂଜ୍ୟପାଦ ବରଦା ଉଠିଲେ, କହିଲେ ତୁମେ କିଏ ମୁଁ ଜାଣିନି,
କିନ୍ତୁ ଆମର ଆଶ୍ରମଟା ଅନତି ଦୂରରେ ଅଛି, ଆପଣ ଆସିବେ। ପ୍ରତିଜ୍ଞା କଲେ। କିଛି ଦିନ ପରେ ସେ ଭଦ୍ରଲୋକ ଆସିଲେ। ତାଙ୍କ ନାଁ ଥିଲା ଆସଫ ଆলী ସିଦ୍ଦିକୀ। ଶ୍ରୀ ଶ୍ରୀ ଠାକୁର ଅତ୍ୟନ୍ତ ପ୍ରୀତ ହେଲେ, ଠାକୁରଙ୍କର ସତନାମ ଗ୍ରହଣ କଲେ ଏବଂ ଏଇ ଯୋଉ ଆସଫ ଆলী ସିଦ୍ଦିକୀ ଠାକୁର କହିଲେ ଯେ ମୁଁ ତମକୁ ଗୋଟେ କଥା କହିବାକୁ ଚାହୁଁଛି। এই ଆଶ୍ରମର ସମସ୍ତ ଦାୟିତ୍ୱ ତମ ଉପରେ ନ୍ୟସ୍ତ କରିବାକୁ ଚାହୁଁଛି। ସେତେବେଳେ ପ୍ରଭୁଙ୍କର ଆସିବାର ଥିଲା, ହିମାୟତପୁର ଛାଡି ଦେଓଘର ଆସିବାର ଯୋଜନା ଥିଲା। ଆସଫ ଆলী ସିଦ୍ଦିକୀ କହିଲେ ମୁଁ 3 ଦିନ ପରେ ଆପଣଙ୍କ ପାଖକୁ ଆସିବି। 3 ଦିନ ପରେ ଆସିଲେ ଏବଂ ଆସି ପ୍ରଭୁଙ୍କୁ ପ୍ରଣାମ କଲେ ଏବଂ କହିଲେ ଯେ ଆପଣ କଣ କହିବାକୁ ଚାହୁଁଥିଲେ ମତେ କୁହନ୍ତୁ। ନାଇଁ, ସମସ୍ତ ଦାୟିତ୍ୱ ମୁଁ ତୁମକୁ ଅର୍ପଣ କରିବାକୁ ଚାହୁଁଛି। କହିଲେ ମୁଁ ଏ ଦାୟିତ୍ୱ ନେବି। ଶ୍ରୀ ଶ୍ରୀ ଠାକୁର କହିଲେ ତୁମେ 3 ଦିନ ସମୟ କାହିଁକି ମାଗିଲ? ସେଇଦିନ କାହିଁକି କହିଲ ନାହିଁ? କହିଲେ ସେଦିନ ମୋର ଚାକିରି ଥିଲା ପାର୍ବତୀପୁର ଷ୍ଟେସନର, ସେ ଥିଲେ ଷ୍ଟେସନ ମାଷ୍ଟର। ବାଂଲାଦେଶ ପୂର୍ବବଙ୍ଗରେ ପାର୍ବତୀପୁର ବୋଲି ଗୋଟେ ରେଳ ଷ୍ଟେସନ ଅଛି, ସେ ରେଳ ଷ୍ଟେସନରେ ସେ ଥିଲେ ଷ୍ଟେସନ ମାଷ୍ଟର। ମୁଁ ଚାକିରିରୁ ଇସ୍ତଫା ଦେଇଛି, ରିଜାଇନ ଦେଇଛି। ଆଜି ମୋର ଆଉ ସରକାରୀ ଦାୟିତ୍ୱ କିଛି ନାହିଁ। ମୁଁ ଆପଣଙ୍କର ଦାୟିତ୍ୱଟା ଦାୟମୁକ୍ତ ନ ହେଇ ମୁଁ ନେଇପାରିନଥାନ୍ତି। ତେଣୁ ମୁଁ ଏଇ 3 ଦିନ ସମୟ ନେଇଥିଲି, ଚାକିରିରୁ ଇସ୍ତଫା ଦେଇ ମୁଁ ଆସିଛି। ଏବଂ ଶ୍ରୀ ଶ୍ରୀ ଠାକୁର ଯେତେବେଳେ ଚାଲି ଆସିଥିଲେ ଈଶ୍ୱରଦୀ ଷ୍ଟେସନରୁ ଯଶିଡି ଯେତେବେଳେ ଆସିଥିଲେ, ବାଂଲାଦେଶର ସେଇ ଈଶ୍ୱରଦୀ ଷ୍ଟେସନରୁ ଯଶିଡି ଅଗଣିତ ଭକ୍ତମାନଙ୍କ ସହିତ ଅଶ୍ରୁଳ ବିଦାୟ ସେଇ ଆସଫ ଆলী ସିଦ୍ଦିକୀ ଦେଇଥିଲେ, ରହିଯାଇଥିଲେ ଏବଂ ଆଶ୍ରମ ଦୀର୍ଘ ଦିନ ସେ ଦାୟିତ୍ୱ ଗ୍ରହଣ କରିଥିଲେ। 71 ମସିହା ଯେତେବେଳେ ବାଂଲାଦେଶ ଆଜାଦ ହେଲା, ପୂର୍ବ ପାକିସ୍ତାନରୁ ବାଂଲାଦେଶ ହେଲା, এই সমস্ত দলিল দস্তাবেজ জায়গা ইত্যাদি আনি আশ্রমে সমর্পণ କରିଥିଲେ। ସେତେବେଳେ ଠାକୁର ଆଉ ସ୍ୱଦେହରେ ନଥିଲେ, ଇହଧାମ ତ୍ୟାଗ କରିଥିଲେ ପ୍ରଭୁ। এই ସବୁ କଥା ମୋର ମନେ ପଡୁଛି ଯେ ନଶ୍ୱର ଦେହେ ଭାସ୍ୱର ସ୍ପର୍ଶ ସେଇ ପାର୍ବତୀପୁର ଷ୍ଟେସନର ଷ୍ଟେସନ ମାଷ୍ଟର ସେଦିନ ଅନୁଭବ କରିଥିଲେ। ଉଦୟନ ତାଙ୍କ ଭିତରେ ଆସିଥିଲା, ଯୋଉ ଉନ୍ନତି ଅଭିମୁଖୀ ଚଳନ ତାଙ୍କର ଆସିଥିଲା। ଶ୍ରୀ ଶ୍ରୀ ଠାକୁରଙ୍କୁ ଜୀବନରେ ପ୍ରତିଷ୍ଠା କରିବାକୁ ହେଲେ, ବୁଝିବାକୁ ହେଲେ ଦୁଇଟି ପ୍ରଧାନ ଦିଗ, ଗୋଟେ ହଉଛି ସୁକେନ୍ଦ୍ରିକତା, ଆଉ ଗୋଟେ ହଉଛି ଚଳମାନତା। ସୁକେନ୍ଦ୍ରିକତା ମାନେ ପ୍ରଥମେ ସୁକେନ୍ଦ୍ରିକ ହେବାକୁ ହବ। দীক্ষা নিয়ে শিক্ষা ধরিস, আচার্যকে করে সার, আচরণী বোধ চয়নে জ্ঞানের সাগর হো তু পার। দীক্ষা শিক্ষার একাগ্রতা মনুষ্যত্ব লাভ, শুদ্ধ বুদ্ধ নিত্যানন্দ সেই তো স্বভাব। তো দীক্ষা মাধ্যমে মনুষ্যটা সুকেন্দ্রিক ହୁଏ। এই সুকেন্দ্রিক ହେଲେ তার অতীত বর্তমান এবং ভবিষ্যৎটা ତା ପାଖରେ ଜଳ ଜଳ ହେଇ ତାର ଦେଖାଯାଏ। ଅତୀତକୁ ଦେଖିପାରେ, ବର୍ତ୍ତମାନକୁ ଦେଖିପାରେ ଏବଂ ସବୁଠୁ ବଡ କଥା ହଉଛି ଏ ବିଶାଳ ଦୁନିଆରେ ତାର ସ୍ଥିତିଟା ସେ ଜାଣିପାରେ। ଏବଂ ମଣିଷ ଯେତେବେଳେ ବିଶାଳ ଦୁନିଆରେ ନିଜର ସ୍ଥିତି ଜାଣିପାରେ, ପାର୍ଥିବ ସମ୍ପଦ ତା ପାଖରେ କେତେ ଅଛି ଏଇଟା ବଡ କଥା ନୁହେଁ। ପାର୍ଥିବ ସମ୍ପଦ ମଣିଷକୁ ସୁଖ ଦେଇପାରେ ନା। ଯୋଉ ସ୍ପର୍ଶମଣି କଥା କହୁଥିଲେ, ଠାକୁର କହୁଛନ୍ତି ପ୍ରଭୁ ସମ୍ପଦ ଆଉ ପାର୍ଥିବ ସମ୍ପଦ। ଦୀକ୍ଷା ମାଧ୍ୟମରେ ମଣିଷ ପ୍ରଭୁ ସମ୍ପଦ ଆହରଣ କରି ଶିଖେ, ଯୋଉଟା ତାକୁ ମହାଜାଗତିକ ସୁଖରେ ଅଧିଷ୍ଠିତ କରିଥାଏ। ସଂସାରରେ ଦୁଃଖ, ଦୈନ୍ୟ, ଦୁର୍ଦ୍ଦଶା, ଦାରିଦ୍ରତା ଏଗୁଡା ସବୁ ରହିବ, କିନ୍ତୁ ସବୁରୁ କିଭଳି ଭାବରେ ଊର୍ଦ୍ଧ୍ୱକୁ ଉଠିବାକୁ ହବ। ବହୁତ ଧନ ରତ୍ନ ପ୍ରାଚୁର୍ଯ୍ୟ ମଧ୍ୟ ରହିବ, କିନ୍ତୁ ମନଟା ହୀନମନ୍ୟ ହେଇକିରି ରହିବ, ବହୁ କଷ୍ଟ ମନ ଭିତରେ ରହିଥିବ। ତେଣୁ ଏଇ ସବୁରୁ ସଂସାର ଅଛି ମାନେ ଆଲୁଅ ଅନ୍ଧାର ଅଛି, ଏ ସବୁ ସୁଖ ଦୁଃଖ ଅଛି, ଏ ସବୁରୁ ଧନୀର ବି ଅଛି, ଦରିଦ୍ରଙ୍କର ବି ଅଛି, ମଧ୍ୟବିତ୍ତର ବି ଅଛି। କିନ୍ତୁ ସବୁରୁ କିଭଳି ଭାବରେ ଊର୍ଦ୍ଧ୍ୱରେ ଉଠିବାକୁ ହବ, ଏଇ ପ୍ରଭୁ ସମ୍ପଦର
ଆହରଣ କରିବାର କୌଶଳ ସଦୀକ୍ଷା ମାଧ୍ୟମରେ ମଣିଷ ଶିଖିପାରନ୍ତି। ଯେଉଁ କଥା କହିଥିଲେ ଅଟୋ ଆସିଲା, ଅଟୋରୁ ଓହ୍ଲେଇଲେ, ଅଟୋରୁ ଗଲେ, ଇଏ ଗଲେ। ପ୍ରଭୁ ସମ୍ପଦ ଥିଲେ ଗୋଟେ ମଣିଷର ଚେହେରାଟା ବିପଦ ସମୟରେ ଏଭଳି ଭାବରେ ଦେଖାଯାଏ, ପ୍ରଭୁ ଏଭଳି ଭାବରେ ଆବିର୍ଭୂତ ହୁଅନ୍ତି ମଣିଷ ଭିତରେ ଯେ ତାକୁ ସେ ସମସ୍ତଙ୍କର ଗୋଟେ ଆଶୀର୍ବାଦ ଲାଭ କରେ, ସମସ୍ତଙ୍କର ଗୋଟେ ଅନୁଗ୍ରହ ଆଶୀର୍ବାଦ ଲାଭ କରେ। এই ପ୍ରଭୁ ସମ୍ପଦ ଆହରଣର କୌଶଳ ଜୀବନ ଯଜ୍ଞ ପ୍ରତିଷ୍ଠା, ନିଜର ଭିତରେ ଗୋଟେ ଯଜ୍ଞ ପ୍ରତିଷ୍ଠା କରେ ଦୀକ୍ଷା ମାଧ୍ୟମରେ। ଏଇଟା ହଉଛି ସୁକେନ୍ଦ୍ରିକ ହେବା। ତେଣୁ ସୁକେନ୍ଦ୍ରିକତା ଏବଂ ଚଳମାନତା, এই ଚଳମାନତା ଯୋଉଟା ମଣିଷର ଯୋଉଟା ରହିଛି ଅନୁଚର୍ଯା, ଅନୁସରଣ କରି ସେବା କରିବା, ଅନୁସରଣ କରି ଚାଲିବା, ଅନୁସରଣ ଓ ସେବା ମାଧ୍ୟମରେ ଠାକୁର କହୁଛନ୍ତି ସେବା, ଅନୁରାଗ, ଅନୁଶୀଳନ, ଉପଭୋଗ, ପ୍ରାପ୍ତି ଏବଂ ଦାନ। এই ସେବା, ଅନୁରାଗ, ଅନୁଶୀଳନ, ଉପଭୋଗ, ପ୍ରାପ୍ତି ଓ ଦାନ, ଠାକୁର କହୁଛନ୍ତି ସେବା ଗୋଟେ ଏମିତି ଜିନିଷ এই ପ୍ରଭୁ ସମ୍ପଦ ଆହରଣ କଲେ ମଣିଷ ବୁଝିପାରେ। ସେବା ନ କଲେ ମଣିଷ ଭିତରେ ଅନୁରାଗର ସୃଷ୍ଟି ହୁଏ ନାହିଁ ଏବଂ ସେବା ଅନୁରାଗଟାକୁ ଅନୁଶୀଳନ କଲେ ମଣିଷ ଜୀବନଟାକୁ ଉପଭୋଗ କରେ ଏବଂ ଜୀବନରୁ କିଛି ପାଏ। এই ଯେଉଁ ବିସ୍ତୀର୍ଣ୍ଣ ଜୀବନ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଜୀବନ, এই ଜୀବନରୁ ସେ କିଛି ପାଏ ଏବଂ ଯେତେବେଳେ ଜୀବନଟାକୁ ସେ ଉପଭୋଗ କରେ ଠାକୁରଙ୍କର, ଈଶ୍ୱରଙ୍କର ଦୃଷ୍ଟିରେ, ଈଶ୍ୱରଙ୍କର ଆଶୀର୍ବାଦରୁ, ସେତେବେଳେ ମଣିଷ ମଧ୍ୟ ତା ପାଖରୁ କିଛି ଦାନ ସ୍ୱରୂପ ମଣିଷ ସେତେବେଳେ ତା ପାଖରୁ ପାଇଥାନ୍ତି। এই ଯେଉଁ କଥା, এই ଯେଉଁ ବିଶାଳ କଥା ମୋର ମନେ ପଡ଼ିଯାଏ ଯେଉଁ ମନ୍ଦିର ଉଦ୍বোଧନ କରିବାକୁ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ଯାଇଥିଲେ আগরতলা ମନ୍ଦିର ଉଦ୍বোଧନ କରିବାକୁ। ନ୍ୟାସନାଲ ହାଇୱେ ରେ ଯାଉଛନ୍ତି ଉଦ୍বোଧନ କରିବାକୁ। ସେ ନ୍ୟାସନାଲ ହାଇୱେର ଅନତି ଦୂରରେ ଗୋଟେ ଜାଗାରେ ମାୟା ଆଉ ରମଣ ଦୀକ୍ଷିତ ଦମ୍ପତି ଜଣେ ଅଛନ୍ତି। ନ୍ୟାସନାଲ ହାଇୱେରେ ରୁ ତାଙ୍କ ଘର ପର୍ଯ୍ୟନ୍ତ ବିଲ, ଧାନ ବିଲ, ବିଲ ରାସ୍ତାରେ, ସେଇ ହିଡ଼ ରାସ୍ତାରେ ଯାଆନ୍ତି। ବହୁତ ଦୂରରେ ଗୋଟେ ଗଛ ଇତ୍ୟାଦି ପରିବେଷ୍ଟିତ ଚାଳ ଘରଟା ନ୍ୟାସନାଲ ହାଇୱେରେ ଦେଖାଯାଏ। ଛାଇ ଭଳିଆ, ଗୋଟେ ଆବଛା ଭଳିଆ, ଗୋଟେ କୁହୁଡ଼ି ଭଳିଆ ସେ ଘରଟା ଦେଖାଯାଏ। ମାୟା ରମଣକୁ କହୁଛନ୍ତି ତାଙ୍କ ସ୍ୱାମୀଙ୍କୁ ଯେ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ଆସୁଛନ୍ତି ଉଦ୍ବୋଧନ କରିବାକୁ, ମୁଁ ବହୁତ ଦିନ ତାଙ୍କୁ ଦର୍ଶନ କରିନି, ମୋର ଦର୍ଶନ କରିବାର ଅଭିଳାଷ, ଇଚ୍ଛା ମୋର প্রবল হচ্ছে। মন চঞ্চল হয়, চাঞ্চলের বিচিমালা জাগে, তরঙ্গ ঊর্ধ্বমুখী হয়। ମୋର ମାନେ ମନଟା ଭୀଷଣ ଚଞ୍ଚଳ ହଉଛି। ରମଣ କହୁଛନ୍ତି ମୁଁ ବାଉଲ ଗୀତ ଗାଇ ଭିକ୍ଷା କରି ସଂସାର ଖର୍ଚ୍ଚ ନିର୍ବାହ କରେ, ମୁଁ କିଭଳି ଭାବରେ ତମକୁ আগরতলা କୋଉଠି ରହିଲାଣି, କେମିତି ଭାବରେ ନେବି, ଏତେ ଖର୍ଚ୍ଚ ମୁଁ କରିପାରିବିନି, ଏତେ ମୁଁ ନେଇପାରିବି ନାହିଁ। ମାୟା ମନ ଦୁଃଖ କରନ୍ତି, ନାମ କରନ୍ତି ଏବଂ ଠାକୁରଙ୍କର ଯାହା ଯାହା ତାଙ୍କର ଇଏ କରନ୍ତି ଏବଂ ମନ ଭିତରେ ଥାନ୍ତି କିଭଳି ଦର୍ଶନ କରିବି। କିଛି ଦିନ ବିତି ଯାଇଛି, 3-4 ଦିନ ବିତି ଯାଇଛି ଏବଂ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ଶ୍ରୀମନ୍ଦିର ଉଦ୍বোଧନ କରି আগরতলাରୁ ସେଇ ନ୍ୟାସନାଲ ହାଇୱେରେ ଫେରୁଛନ୍ତି। ଠିକ ସେଇ ଯୋଉଠୁ ତାଙ୍କର ଘରଟା ଦେଖାଯାଏ, ବହୁତ ଦୂରରେ ଗଛପତ୍ର ଆଢୁଆରେ ଚାଳ ଘରଟା ଦେଖାଯାଏ, ଝାପସା ହେଇ ଦେଖାଯାଏ। ସେଇ ଜାଗାରେ ଗୋଟେ କୁଳି ଗଛଟେ ହେଇଛି। ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା କହୁଛନ୍ତି আমি কুল খাবো, ମୁଁ ବରକୋଳି ଖାଇବି। ଏବଂ এই ସେଇ ମୋଟର ଯାତ୍ରା ଯେଉଁ ଧାଡ଼ି ହେଇକରି ମୋଟର ଚାଲିଥିଲେ ସେଇ କାର, ସେମାନେ ସେଇଠି ରହିଗଲେ ଏବଂ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ସେ କାରରୁ ଓହ୍ଲେଇଲେ। ଭକ୍ତମାନେ କୁଳି ଆଣିଦେଲେ। ପୂଜ୍ୟପାଦ ବଡ଼ଦା କହୁଛନ୍ତି ନୁନ କଇ, ଲୁଣ କାହିଁ, ଏବଂ ଲୁଣ ଖୋଜିକି ପାଇଲେ ନାହିଁ, ଲୁଣଟା କୋଉଠି ରହିଯାଇଛି, ହଠାତ୍ କରି ମିଳୁନି। ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ନିରୀକ୍ଷଣ କଲେ, କହିଲେ ওই ଯେ ଦୂରରେ ସେଇ ଯେଉଁ ଚାଳ ଘରଟା ଦେଖାଯାଉଛି, ସେଇ ଘରୁ ତୁମେ ଲୁଣ ନେଇ ଆସ। ଏବଂ ଭକ୍ତମାନେ ଦୌଡ଼ିଲେ ସେ ହିଡ଼ ରାସ୍ତାରେ, ବିଲ ହିଡ଼ ଦେଇ ଦୌଡ଼ିଲେ ସେ ଘରଟାକୁ ଲକ୍ଷ୍ୟ କରି। ମାୟା ମା ଗାଧେଇକି ଆସିଥିଲେ ଏବଂ এই ଲୋକମାନଙ୍କୁ ଦେଖି ଲୋକମାନେ ତାଙ୍କୁ
प्रणाम कले अभिवादन ये सरला पर कहले आम टिके लुण दरकार। माया माँ सांगे सांगे रोसई घर लुण आणिकी देदेले से लुण नहीं दौड़ी हिड़ रास्ते चलीगले। माँ भाविले कौन है कौन नहीं आ पचारि ना किछि एवं सेमाने जो पहुंचले पूज्यपात श्री श्री बरदा लुण हाथ में नहीं कुड़ी लगौछंती आ कहले लुण कौठु आणल ना सेठी जने माँ आमको लुण देले सेई जो घरटा आपण देखैथिले ना तांको तुमे कहलो लुणटा किए खाइबे ना आमे से कथा कहिनु ना पुणी जाओ से पुणी से हिड़ रास्ते दौड़े से घर को। माया माँ पुणी घर बाहरी आसिले कहले कौन है ना लुणटा किए खाइबे आमे आपन को कहिनु पूज्यपात श्री श्री बरदा मंदिर उद्बोधन करने को जाइथिले आगरतला श्री मंदिर उद्बोधन करने को जाइथिले उद्बोधन करी फेरुछंती एवं कुली गछ देखिकी तांकर कुली खाइबार इच्छा हैला। माया माँ विस्फारित नेत्र रे सब शुणुछंती एवं इच्छा हैला एवं से कुली खाइबा पे लुण मागिला ए घरटा निर्देश करी कहिले लुण नहीं आस कही भक्त माने दौड़िले से हिड़ रास्ते रे माया माँ मध्य दौड़िले से हिड़ रास्ते रे मझा मझामझी होती कार पर्यंत पहुंची पारि नाहंती। पूज्यपात श्री श्री बरदा तांकर कुली खाइबा शेष हला एवं पूज्यपात श्री श्री बरदा तांकर कार अभिमुखे यात्रा कले। माया माँ से हिड़ उपर तांको प्रणाम कले कार भितरे पशिले एवं कार छाड़ीदेला लाइन लाइन है कि तांकर से कार यात्रा पुणी आरंभ है। माया माँ कहले केते भाग्यवती मु मन भितर दर्शन करिवार जो अभिलाष थिला अंतर्जामी केमिति जानिले एते जगार एते किछि हेछि एई हाईवे कड़े जो कुली गछटा सेठू दर्शन रो संतोष रे दर्शन रो आनंद रे दर्शन रो तृप्ति रे ए जो गोटे दैवी भाव तांको भितर जो प्रभु संपद क्षणिक पई आहरण कले से दिव्य दर्शन रु से कथा भावी फेरुछंती। रमण कहउछंती जे कौन है ना आज पूज्यपात दादा दर्शन है पूज्यपात बरदा दर्शन है तांकर दर्शन कर नथिले प्रकृति जे मनीष कथा शुणे श्री श्री ठाकुर कहउछंती भजवान माने भगवान माने भजमान अहोरात्रि मनीषर सेवा करुछंती सूर्य किरण आलुओ पवन बतास तरु लता मोर मन पड़े जे से कविंकर लेखा तरंगिनी केबे जल करे नाही पान न खाए वृक्ष फल परे करे दान बारिधर कृषक को शस्य मागे नाही सज्जन धन संचय परहित पाई। तरंगिनी केबे जल निजे पान करे नाही। श्री श्री ठाकुर कहते भगवान माने भजमान जे माने भज धातु श्री श्री ठाकुर धातुगत अर्थ उपरे ठाकुर कहते जे शब्दर दुईटा दिग अच्छी गोटे मूल धातु आ गोटे प्रचलित अर्थ। श्री श्री ठाकुर कहते मूल धातुटा को सदाबेले तुमे लक्ष्य करिवो जेमिति आश्रम रे ठाकुर बसिछंती माने जो हिंदी भाषी लोक माने बंगाली लोक अन्य लोक माने कहउछंती रविवार से दिन थिला हिंदी भाषी लोक कहउछंती एतवार। ठाकुर को कान को गला ठाकुर कहले जे किछि गोटे संपर्क अछि अभिधान टाणी के देख तो इतवार एतवार कहउछंती अभिधान आणी के देखा हैला जे एत माने होची आदित्य आदित्य माने सूर्य रवि तेणु एतवार भी रविवार आ ये हला भक्त माने मुग्ध हेले जे जो सुकेन्द्रिकता एवं चलमानता এই जो सुखंदिकता एवं तांकर ये जो अनुचर्या भक्त मानकर अनुचर्या प्रभु को पाखरे जो बसिकरी सुकेन्द्रिक भाव रे जो सुनिबा किंतु विराट कथा से माने जानिले एटा होची प्रभु संपद एटा एभली भाव रे मन को उद्भासित कला समस्तंकर हुए तो केते टंका मध्य तांको मन को एभली भाव रे उद्भासित करि पारंता नाही।
যে এতবার আর রবিবার ভিতরে যে সম্পর্ক দিনে ঠাকুর বসিছন্তি এই যে হেমন্ত মানে শীত ସନ୍ଧ୍ୟାରେ ବାହାରେ ବସିଛନ୍ତି। ଶୀତ ଟିକେ ଟିକେ ଲାଗୁଛି, ଭକ୍ତମାନେ ଆଲୋଚନା କର, ଦୂରରୁ ଗୋଟେ ମା କହୁଛନ୍ତି ଓସ୍ ଓସ୍ ପଡୁଛି, ଏବେ ଭିତରକୁ ଗଲେ ହୁଏ। ଶ୍ରୀ ଶ୍ରୀ ଠାକୁର କହିଲେ କଣ କହିଲୁ? ନା ଓସ୍ ପଡୁଛି। ଶ୍ରୀ ଶ୍ରୀ ଠାକୁର କହିଲେ ଡିକ୍ସନାରୀଟା ଆଣ ତ। ଶୀତକାର ଲାଗୁଛି, ବାହାରେ ବସିଛନ୍ତି, ମୁଣ୍ଡ ଉପରେ କିଛି ନାହିଁ, ଘରକୁ ଯିବା କଥା ଭୁଲି ଯାଇଛନ୍ତି, କହୁଛନ୍ତି ଡିକ୍ସନାରୀଟା ଆଣ, ଅଭିଧାନଟା ଆଣ। ଅଭିଧାନ ଆଣି କହୁଛନ୍ତି ଯେ ଦେଖ ତ କି ଲେଖା ହେଇଛି? ନା ଅବଶ୍ୟ। କହିଲେ ଓସ୍ ଶବ୍ଦଟା ମୁଁ ନୂଆ ଶୁଣିଲି, ଅବଶ୍ୟ ମାନେ କି ରେ? ନା ଯାହା ଉପରୁ ତଳକୁ ପଡେ, ଉପରୁ ତଳକୁ ପଡେ। ତେବେ ଏଇଠି ଓସ୍ ମାନେ କାକରଟା ଉପରୁ ତଳକୁ ପଡୁଛି, ତାମାନେ ଓସ୍ ମାନେ କାକର ଉପରୁ ତଳକୁ ପଡେ। ଠାକୁର ଖୁସି ହେଲେ, ଭକ୍ତମାନେ ଉଦ୍ଭାସିତ ହେଲେ, ତାଙ୍କର ସମସ୍ତଙ୍କର ମନ ଭିତରେ ଗୋଟେ ଗ୍ରନ୍ଥିର ମୋଚନ ହେଲା। ଏଇ ଯୋଉ ଗ୍ରନ୍ଥି ମୋଚନ କରିବାର ଭାବ, ଏଇ ଯୋଉ ସେଦିନ ତୀର୍ଥ ଭକ୍ତମାନେ ଏଇ ଯୋଉ ଓସ୍ ଶବ୍ଦଟା ଭିତରେ ଏଇ ଯୋଉ ଦେଖିଲେ, ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଯେ 50 ঊর্ধ্বে বনং ব্রজেত, এই কথাটা ଶାସ୍ତ୍ରରେ ରହିଛି। ବନଂ 50 ମାନେ ତାମାନେ ଆମେ ଗୋଟେ ଜାଣିଥିଲୁ, ପ୍ରଚଳିତ ଅର୍ଥ ହଉଛି 50 ବର୍ଷ ବୟସ ପାରି ହେଇଗଲେ ମଣିଷ ବଣକୁ, ଯେ ବାଣପ୍ରସ୍ଥ ବଣକୁ ପ୍ରସ୍ଥାନ କରିବା କଥା। ଠାକୁର କହୁଛନ୍ତି ନା, ବନ ମାନେ ଅଭିଧାନ କହୁଛି ବିସ୍ତାର। ବେଶୀ ବୟସ ହେଲେ ହୃଦୟରେ ଅଭିଜ୍ଞତାଟା ବିସ୍ତୃତ ହୁଏ, ଏବଂ ବନଂ ବ୍ରଜେତ ମାନେ ସେ ବିସ୍ତୃତ ଅଭିଜ୍ଞତା ସମାଜକୁ ଦେଇ ସମାଜକୁ ସମୃଦ୍ଧ କରିବାର କ୍ଷମତାଟା ମଣିଷ ଭିତରେ ଆସେ। এইটা ହଉଛି 50 ঊর্ধ্বে বনং ব্রজেত। এই ଯୋଉ ପ୍ରକୃତି ମଣିଷ କଥା ଶୁଣେ, এই ଯୋଉ ତରଙ୍ଗିଣୀ କେବେ ଜଳ କରେ ନାହିଁ ପାନ, ତରଙ୍ଗିଣୀ ନଈଟା କେବେ ନିଜ ପାଇଁ ଜଳ ରଖିନି, ମଣିଷ ପାଇଁ। ନ ଖାଏ ବୃକ୍ଷ ଫଳ ପରେ କରେ ଦାନ, এই যে ଭଜମାନ, ଭଗବାନ ହେଲେ ଭଜମାନ। এই ଯୋଉ ପ୍ରକୃତିର ସେବା ଆମେ କଣ ଦଉଛୁ ତାଙ୍କୁ? ବାରିଧର କୃଷକକୁ ଶସ୍ୟ ମାଗେ ନାହିଁ, ଏତେ ପାଣି, ଏତେ ଧାନ ହେଲା, ଶୀତ ଋତୁରେ ଧାନ କାଟିଦେଲେ, ଖଳାକୁ ଧାନ ଚାଲି ଆସିଲେ, ପତୁଳି ପକେଇଲେ, ଝାଡ଼ିଲେ, ଧାନ ଇଏ କଲେ। ଆମର ସେଇ ନାଚୁଣୀ ଏଇଆଡେ ସେ ତ ଖଣି ପକା ଚାଉଳ ଇଏ ତଳେ, ମାଟି ତଳେ ଧାନକୁ ରଖି ତାପରେ ଦେଇଦେଲେ, ଏବଂ ସେଟା ମାନେ ସେଇ ଚାପ ତାପ, ମାଟିର ଭୂ ଚାପ ଏବଂ ତାପରେ ସେଇଠି ଚାଉଳ ପ୍ରସ୍ତୁତ ହେଲା। ସେଇ ଚାଉଳ ଜଗନ୍ନାଥଙ୍କର ଅନ୍ନ ହୁଏ। ଉଷୁନା ଚାଉଳ ବା ଇଏ ଅରୁଆ ଚାଉଳ, ସେ ମାଟି ତଳେ ଯୋଉ ସିଝା ଚାଉଳ, ମାନେ ଜଗନ୍ନାଥଙ୍କର ଅନ୍ନଟା ଯୋଉଥିରେ ହୁଏ, ସେଇଟା ଏଇ ଯୋଉ ସେଇ ଚାଉଳରେ ସେଇଟା ହୁଏ। ବାରିଧର କୃଷକକୁ ଶସ୍ୟ ମାଗେ ନାହିଁ, ଖଣି ପକା ଚାଉଳ। ବାରିଧର କୃଷକକୁ ଶସ୍ୟ ମାଗେ ନାହିଁ, ସଜ୍ଜନ ଧନ ସଞ୍ଚେ ପରହିତ ପାଇଁ। ସଜ୍ଜନ ଧନ ସଞ୍ଚେ, ବିପଦ ସମୟରେ ଯେମିତି କୁବେର ଧାନକୁ ମାନେ ବିଛେଇ ଦେଲେ ଶଗଡ଼ ଗାଡି ପାରି ଯାଉ, କାଦୁ ଉପରେ ପାରି ଯାଉ। ଭୀମ ଆଣୁଥିଲେ, ପ୍ରଚଣ୍ଡ ବର୍ଷା ହେଲା, ଦେଖିଲେ ଯେ ୟାକୁ କୁବେର କହୁଛନ୍ତି। ଦେଖିଲା ଗଲାବେଳେ ଦେଖିଲେ ଯେ ଗୋଟେ ଗୋଟେ ଶସ୍ୟ ଖୁଣ୍ଟିକି ରଖୁଥିଲେ, ଏତେ କୃପଣ, ଇଏ କଣ କୁବେର? ଯେତେବେଳେ ଶଗଡ଼ ଗାଡି ଭର୍ତ୍ତି କରିଦେଲେ, ଦେଶର ଅନାହାରି ହେଇଛି, ଯୁଧିଷ୍ଠିର ପଠେଇଛନ୍ତି ଧାନ ଆଣିବାକୁ କୁବେରଙ୍କ ପାଖରେ, ଖାଦ୍ୟ ଶସ୍ୟ ଆଣିବାକୁ। ଏବଂ ଯେତେବେଳେ ବର୍ଷା ହେଇଛି, କାଦୁଅ ହେଇଛି ରାସ୍ତା, ଶଗଡ଼ ଗାଡି ଯାଇପାରୁନି, ଧାନ ଭର୍ତ୍ତି ଅଛି, କୁବେର କହୁଛନ୍ତି ସେ ଧାନକୁ ଯୋଉ ଶସ୍ୟ ଭଣ୍ଡାରରୁ ଧାନ ନେଇକି ବିଛେଇ ଦିଅ, ଧାନ ଭର୍ତ୍ତି ଶଗଡ଼ ଗାଡି ତା ଉପର ଦେଇ ଚାଲି ଯାଉ, କାଦୁଅରେ ଯାଇପାରିବନି। ଭୀମ ବୁଝିଲେ ଯେ ମଣିଷର ସେବା ପାଇଁ ଏ ଧାନ ସଞ୍ଚୟ କରିଥିଲେ, ନହେଲେ ସଡ଼କରେ ଧାନ ବିଛେଇ ଶଗଡ଼ ଗାଡି ପାର କରୁଛନ୍ତି। ସଜ୍ଜନ ଧନ ସଞ୍ଚେ ପରହିତ ପାଇଁ। এই ଯୋଉ বিশাল এই ଯୋଉ প্রভু সম্পদ আহরণ করিবার কৌশল, রাতে ঘুমিয়ে উঠিস যখন ইষ্টভৃতির অর্ঘ্য দিয়ে করিস যজ্ঞ সংসাধন। রাতে ঘুমিয়ে উঠিস যখন আরাধনা করে ইষ্টভৃতির অর্ঘ্য দিয়ে করিস যজ্ঞ সংসাধন। ইষ্ট অর্ঘ্যটা আগে দিবি, পিতামাতার ভরণ পোষণ করে তবে করবি পরিবারের। এই যে জীবনের কেতে বড় কথা, এই যে তরঙ্গিনী, বৃক্ষ, ইন্দ্র, এই যে কথা, ଆରାଧନା କରେ ଇଷ୍ଟଭୃତିର ଅର୍ଘ୍ୟ ଦିଏ କରି ଯଜ୍ଞ ସଂସାଧନ। ପ୍ରଭୁଙ୍କ ପାଖରେ, ପ୍ରଭୁଙ୍କ ପାଇଁ, ସୃଷ୍ଟି ସ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ ତ୍ରାଣକର୍ତ୍ତା ଚରଣାଶ୍ରିତ
ପ୍ରଭୁଙ୍କର ଉଦ୍ଦେଶ୍ୟରେ ଇଷ୍ଟ ଭରଣ ପିତୃପୋଷଣ ପରିସ୍ଥିତିର ଉନ୍ନୟନ ସେତେବେଳେ ହିଁ ମଣିଷ ଏଇ ନଶ୍ୱର ଦେହରେ ଭାସ୍ୱର ସ୍ପର୍ଶ ମଣିଷ ଅନୁଭବ କରି ଶିଖେ। ତେବେ ଯାହା ହଉ ମତେ କିଛି କହିବାର ସୁଯୋଗ ଏଇ ଯୋଉ ଡିସେମ୍ବର 3 ମୁଁ ଏଇ ଅନଲାଇନ ମାଧ୍ୟମରେ ଜଏନ୍ ହେଇଥିଲି ଯୋଗ ଦେଇଥିଲି। এই ସତ୍ସଙ୍ଗ ସେଟା ଥିଲା 101ତମ ଆଜି 174ତମ ଅନଲାଇନ ସତ୍ସଙ୍ଗ ମାଧ୍ୟମରେ ପୁନରାୟ ସେଇ ଗତିକୃଷ୍ଣ ଉତ୍ତର କବାଟ ଭାଇ ସହପ୍ରତି ଋତିକ ମହୋଦୟ ସିଏ ମତେ କହିଲେ ଆଜି କିଛି କହିବା ପାଇଁ। ମୁଁ ତାଙ୍କ ପାଖରେ କୃତଜ୍ଞ। ସମସ୍ତଙ୍କୁ ମୋର ହାର୍ଦ୍ଦିକ ସ୍ନେହ ଶ୍ରଦ୍ଧା ଜଣାଉଛି। ସମସ୍ତଙ୍କର ସୁଦୀର୍ଘ ନିରାମ ଇଷ୍ଟିପୂତ ଜୀବନ ଭୋଗଦାତା ଉପସ୍ଥିତ ସମସ୍ତଙ୍କର ସୁଦୀର୍ଘ ନିରାମ ଇଷ୍ଟିପୂତ ଜୀବନ ଦୟାଳଙ୍କର ଆତୁଳ ଚରଣରେ ପ୍ରାର୍ଥନା କରୁଛି ଏବଂ ସମସ୍ତଙ୍କୁ ମୋର ବିନମ୍ର ପ୍ରଣାମ ଜଣେଇ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଗୁରୁ। ଜୟ ଗୁରୁ ଦାଦା। ଜୟ ଗୁରୁ ଆଜ୍ଞା। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ। ଆମେ କୃତଜ୍ଞ ରହୁଛୁ ଆପଣଙ୍କ ପାଖରେ। ଆମ ପାଖରେ ଆପଣ କୃତଜ୍ଞ ରୁହନ୍ତୁନି। ଆମେ ଯୋଉ 5ଟି କେନ୍ଦ୍ରରେ ଆଉ ପ୍ରତ୍ୟେକ କେନ୍ଦ୍ରରେ ସମ୍ମାନୀୟ ସହପ୍ରତିନିଧି ମାନେ ଅଛନ୍ତି, ବରେଣ୍ୟ କର୍ମୀ ମାନେ ଅଛନ୍ତି। ସମସ୍ତଙ୍କର ସାହାଯ୍ୟ ସହଯୋଗ ଏବଂ ସେମାନଙ୍କର ସହମତିରେ ଆଜି ଆପଣଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଯାହା ହଉ ଆପଣ ସୁନ୍ଦର ଭାବେ ବହୁତ ଉପାଦେୟ କଥା ଗୁଡିଏ ତୁଳି ଧରିଲେ। ପରମ ଦୟାଲ ରାତ୍ରି ଆପଣଙ୍କର ସାର୍ବିକ କଲ୍ୟାଣ କାମନା କରୁଛୁ। ଆପଣଙ୍କର ସୁଦୀର୍ଘ ନିରାମୟ ଜୀବନ କାମନା କରି ରହୁଛି। ଏକ ବିଶେଷ ଘୋଷଣା ଆସନ୍ତା କାଲି ଆମର ଆଇଡିରେ ଯିଏ ଆଲୋଚନା ରଖିବେ ସେ ହଉଛନ୍ତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମହାନ୍ତି ସହପ୍ରତିନିଧି ଭୁବନେଶ୍ୱର। ଶରତ ଚନ୍ଦ୍ର ମହାନ୍ତି। ଏହାପରେ ମୁଁ ଅନୁରୋଧ କରିବି ଆମର ଚକ୍ରଧର ତ୍ରିପାଠୀ ଭାଇନାଙ୍କୁ ସେ ଧ୍ୱନି ପ୍ରଦାନ କରିବେ। ଚକ୍ରଧର ତ୍ରିପାଠୀ ଭାଇନା। ଜୟ ଗୁରୁ ଜୟ ଗୁରୁ। ଜୟ ଗୁରୁ। ଗତେ ଜୟ ଗୁରୁ ଶୁଭୁଛି ତ? ହଁ ଆଜ୍ଞା ଶୁଭୁଛି କରନ୍ତୁ। ଶୁଭୁନି। ଦାଦା ତାଙ୍କର ମିଉଟ ହେଇଛି ବୋଧେ। ହଁ ବନ୍ଦ ହେଇଯାଇଛି। ମହେଶ୍ୱର ଭାଇ, ମହେଶ୍ୱର ଭାଇ, ମହେଶ୍ୱର ଭାଇ, ମହେଶ୍ୱର ଭାଇ, ପାଲଟେ ସିଂ ଭାଇ, ହ୍ୟାଲୋ। ହ୍ୟାଲୋ। ଗତେ ଆଇ ଜୟ ଗୁରୁ। ଜୟ ଗୁରୁ ଆଜ୍ଞା। ଧ୍ୱନି ସରିଲା? ହ୍ୟାଲୋ। ଆଜ୍ଞା ଆଜ୍ଞା ହଁ ଧ୍ୱନି ସରିଲା। ହଉ ଆଜ୍ଞା ଜୟ ଗୁରୁ ଜୟ ଗୁରୁ। ଶୁଖିଲାନି କି? ଆପଣ ମ୍ୟୁଟ ହେଇଯାଇଥିବ। ଶୁଖିଲାନି କଣ ଗତି ଭାଇ? ହଁ ଟିକେ ଶୁଭିଲାନି ଆଜ୍ଞା। ହଁ ଶୁଖିଲାନି। ଆଜ୍ଞା ଆଜ୍ଞା ହଁ ଆପଣଙ୍କ ନେଟ୍ ହଁ ଟିକେ ଶୁଭିଲାନି। ଆପଣଙ୍କର ଦାଦା ଦାଦା ଆପଣଙ୍କର ଆଜ୍ଞା ମିଉଟ ହେଇଥିଲା ଶୁଭିଲାନି କିଛି। ମିଉଟ ହେଇଗଲା ଆଉ। ହଉ ଠିକ ଅଛି ଠିକ ଅଛି। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ। ଜୟ ଗୁରୁ ଜୟ ଗୁରୁ ସମସ୍ତଙ୍କୁ ଜୟ ଗୁରୁ। ଜୟ ଗୁରୁ।
ସମସ୍ତଙ୍କୁ ଜୟ ଗୁରୁ। ଜୟ ଗୁରୁ ଜୟ ଗୁରୁ। ହଉ ଜୟ ଗୁରୁ ଜୟ ଗୁରୁ। କାକା ଭାଇ ଜୟ ଗୁରୁ। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ ସମସ୍ତଙ୍କୁ ଜୟ ଗୁରୁ ଜୟ ଗୁରୁ କର୍ଣ୍ଣ ଭାଇ ଜୟ ଗୁରୁ, ବସନ୍ତ ଭାଇ ଜୟ ଗୁରୁ, ଗତିଲା ଜୟ ଗୁରୁ, ସମସ୍ତଙ୍କୁ ଜୟ ଗୁରୁ। ଜୟ ଗୁରୁ ସମସ୍ତଙ୍କୁ। ଶଳା ମ୍ୟୁଟ ହେଇଗଲା ଆଉ। ସରସ ସାର୍ ଜୟ ଗୁରୁ ସମସ୍ତଙ୍କୁ ଜୟ ଗୁରୁ। ଦାଦା ସମସ୍ତଙ୍କୁ ମୋର ଜୟ ଗୁରୁ। ଜୟ ଗୁରୁ, ସମସ୍ତଙ୍କୁ ଜୟ ଗୁରୁ। ଦାଦା ଜୟ ଗୁରୁ ସମସ୍ତ ଗଣ ଭାଇ ଜୟ ଗୁରୁ ସମସ୍ତଙ୍କୁ ଜୟ ଗୁରୁ। ମୋର ପୁରା ଜୟ ଗୁରୁ। ହିସାବରେ ଠାକୁର ଧରି ଆମେ କେତେ ଯେ ପୂର୍ଣ୍ଣ ହେଇଛୁ ତା ହିସାବ ନାହିଁ। ସମସ୍ତେ ମୋର ଜୟ ଗୁରୁ। ମହେଶ୍ୱର ଭାଇ ଜୟ ଗୁରୁ।